ଗମ୍ଭାରୀଗୁଡ଼ା ମଣ୍ଡିରେ ଧାନ ଉଠାଣରେ ମନ୍ଥରତାକୁ ନେଇ ଚାଷୀ ଅସନ୍ତୋଷ। ଅଧିକ ଧାନ ଉଠାଣ ଦାବିରେ ମଣ୍ଡିରେ ଠୁକିଲେ ତାଲା। ଲଡୁଗାଁ 11/1/2026 କୋକସରା ବ୍ଲକ ଲଡୁଗାଁ ପେସ୍କା ଅଧୀନରେ ଥିବା ଗମ୍ଭାରୀଗୁଡ଼ା ଉପମଣ୍ଡିରେ ଧାନ କିଣାରେ ମନ୍ଥରତା ଦେଖାଦେଇଛି। ଏବେ ବି ଶତାଧିକ ଚାଷୀଙ୍କ 6000 କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଥିବାରୁ ପେସ୍କା କର୍ମଚାରୀ ଓ ମିଲ୍ସର ଏଜେଣ୍ଟ ମିଳିମିଶି ମଣ୍ଡିରେ ଅନିୟମିତତା କରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଛିମୁଷ୍ଟିମେମ୍ ଚାଷୀଙ୍କ ଧାନକୁ ମଣ୍ଡିକୁ ନ ଆଣି ସିଧାସଳଖ ମିଲ୍କୁ ନେଉଥିବା ବେଳେ ପରବର୍ତ୍ତୀ ସମୟରେ ମଣ୍ଡିରେ ଭେଣ୍ଡର କାଟି ନେଉଛନ୍ତି। ସେଥିପାଇଁ ଛୋଟ ଓ ନିରୀହ ଚାଷୀମାନେ ନାହିଁ ନଥିବା ସମସ୍ୟା ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ରବିବାର ମଧ୍ୟ କିଛି ମିଲ୍ ଏଜେଣ୍ଟ ଆସି କମ୍ ଚାଷୀଙ୍କୁ ଧାନ ଉଠାଣ କରାଯିବ କହି ଓ ବିଳମ୍ବରେ ଗାଡ଼ି ଆସିବା କମ୍ ଅଖାବସ୍ଥା ନେଇ ଆସିଥିବା ଦେଖି ଚାଷୀମାନଙ୍କୁ ପେସ୍କା କର୍ତ୍ତୃପକ୍ଷ ଓ ମିଲ୍ର ଏଜେଣ୍ଟ ପାତର ଅନ୍ତର କରୁଛନ୍ତି ବୋଲି ଚାଷୀମାନେ ଉତ୍ତେଜିତ ହୋଇ ମଣ୍ଡି ସମ୍ମୁଖରେ ତାଲା ମାରି ପ୍ରତିବାଦ କରି ଗେଟ୍ରେ ତାଲା ପକାଇଥିଲେ। ପରେ ନୋଡାଲ ଆକାର ଆସି ଅଧିକ ଗାଡ଼ି ଜମା ହୋଇ ଧାନ ଉଠାଯିବ କହିବା ପରେ ତାଲାକୁ ଖୋଲି ଦେଇଥିଲେ। ସୂଚନା ଅନୁସାରେ ଲଡୁଗାଁ ପେସ୍କା ଅଧୀନରେ ଥିବା ଗମ୍ଭୀରଗୁଡ଼ା ଉପମଣ୍ଡିରେ ଗମ୍ଭୀରଗୁଡ଼ା, ସିଲିଗୁଡ଼ା, ଓଲମା, ବଙ୍ଗମୁଣ୍ଡା ଆଦି ଗ୍ରାମର ପ୍ରାୟ 700 ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜୀକୃତ କରିଛନ୍ତି। ବିଗତ ବର୍ଷ ରବି ସମୟରେ ଏହି ମଣ୍ଡିରେ 37,000 କ୍ୱିଣ୍ଟାଲ ଚାଷୀଙ୍କ ଧାନ କିଣା ହୋଇଥିବା ଜଣାପଡ଼ିଛି। ଚଳିତ ଖରିଫ ଧାନ ମଣ୍ଡି ବିଳମ୍ବରେ ଆରମ୍ଭ ହୋଇଥିଲା। ଶନିବାର ସୁଦ୍ଧା 437 ଜଣ ଚାଷୀଙ୍କ ଠାରୁ 18,552 କ୍ୱିଣ୍ଟାଲ ଧାନ ଉଠାଣ ହୋଇଥିବା ବେଳେ ଏବେ ମଧ୍ୟ 300ରୁ ଉର୍ଦ୍ଧ୍ୱ ଚାଷୀଙ୍କ ଧାନ କିଣା ହୋଇନାହିଁ। ସେଥିମଧ୍ୟରୁ 145 ଜଣ ଚାଷୀଙ୍କ 6,454 କ୍ୱିଣ୍ଟାଲ ଚାଷୀଙ୍କ ଧାନ ମଣ୍ଡିରେ ପଡ଼ି ରହିଛି। ଧାନ ଉଠାଣରେ ବିଳମ୍ବ ହେତୁ ଚାଷୀମାନେ ଶୀତ କାକରରେ ମଣ୍ଡିରେ ପଡ଼ି ରହିଛନ୍ତି। ଗତ 7 ତାରିଖରୁ ରବି ଧାନ ଚାଷୀ ପାଇଁ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ କେନାଲ ଉପରେ ପାଣି ଛାଡ଼ିଥିବାରୁ କେବେ ଚାଷୀ ଧାନ କରିବେ ଓ କେବେ ଚାଷ ପାଇଁ ପ୍ରସ୍ତୁତ ହେବେ ତା ନେଇ ଧାନ ବିକ୍ରି କରିନଥିବା ଚିନ୍ତାରେ ପଡ଼ିଯାଇଛନ୍ତି। ଅନ୍ୟପଟେ ଧାନ ଉଠାଣରେ ମିଲ୍ର ଏଜେଣ୍ଟ ଓ ପେସ୍କ କର୍ତ୍ତୃପକ୍ଷର ପାତ୍ର ଅନ୍ତର ନୀତିକୁ ବିରୋଧ କରି ମଣ୍ଡିରେ ଗେଟ୍ରେ ତାଲା ବନ୍ଦ କରି ଚାଷୀଙ୍କ ଧାନ ଅତିଶୀଘ୍ର ଉଠାଣ କରିଦେବା ଦାବି କରିଛନ୍ତି। ଏନେଇ ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ମାନସ ବେସୁପାଣି ଆସି ଚାଷୀଙ୍କୁ ବୁଝାସୁଝା କରିବା ସହ ମିଲ୍ରୁ ଗାଡ଼ି ଆସୁଛି ଚାଷୀଙ୍କ ଧାନ ଉଠା ହେବ ବୋଲି କହିଛନ୍ତି ଓ ଅନିୟମିତତା ସନ୍ଦେହ 50ରୁ 12 ମଣ୍ଡି ଏକ ରଇ ଭାଲ ପରେ ଭେଣ୍ଡର କଟାଯାଉଛି। ମିଲ୍ସଙ୍କ ଟ୍ରକ୍ ଗୁଡ଼ିକ ଚାଉଳ ଡେଲିଭରି ପାଇଁ ଯାଉଥିବାରୁ ଧାନ ଉଠାଣ ପ୍ରକ୍ରିୟା ବିଳମ୍ବ ହେଉଛି। ସୋମବାର ଠାରୁ ଧାନ ଉଠିବ ବୋଲି ପେସ୍କ କର୍ତ୍ତୃପକ୍ଷ କହିଛନ୍ତି। କଳାହାଣ୍ଡି କୋକସରାରୁ ରିତେଶ ମୁଣ୍ଡାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।